ଜୀବନର ଅଧା ବୟସ ସିନା କ୍ରିକେଟରେ ଦେଇଦେଲି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ଲାଇଭ୍ କ୍ରିକେଟ ମ୍ୟାଚ୍ ଦେଖିପାରିଲିନି। ତ ବହୁତ ଦିନ ପରେ ମୁଁ ଯାଇଥିଲି ଟିକେ କଟକ ଗୋଟେ କାମରେ। ତ ମୋର ବାରବାଟୀ ଷ୍ଟାଡ଼ିୟମ୍ ପାଖରେ ଗୋଟେ କାମ ଥିଲା। ତ ଯେହେତୁ ମୁଁ କ୍ରିକେଟ ଲଭର, ବାରବାଟୀ ଷ୍ଟାଡ଼ିୟମ୍ରେ ସିନା ଲାଇଭ୍ ମ୍ୟାଚ୍ କ୍ରିକେଟ ଦେଖିପାରିଲିନି, ଯାଉଛି ଟିକେ ବାରବାଟୀ ଷ୍ଟାଡ଼ିୟମ୍ର ସାଇଡ଼୍ରୁ ବୁଲିକି ଟିକେ ମନଟାକୁ ବୁଝେଇଦେବି ଆଉ ଯେହେତୁ କଟକ ଯାଇଛି, ଆଉ କଟକ ଦହିବରା ନ ଖାଇଲେ ଭଲ ଲାଗିବ। ତ ମୁଁ ଯାଇ ପହଞ୍ଚାଇଥିଲି କୁନା ଟୁନା ଭାଇ ଦହିବରା ଦୋକାନ ପାଖରେ। ଭାଇ ସେ ସାଇଡ଼୍ଟା ପୁରାପୁରି ଦହିବରା ଦୋକାନ ବହୁତ ଥିଲା, କିନ୍ତୁ ଆଙ୍କ ଦୋକାନରେ ନା ବହୁତ ଭିଡ଼ ଥିଲା। ମୁଁ ଜାଣିନି, କିନ୍ତୁ ମୁଁ ସେଇଠି ହିଁ ଖାଇଲି। ମୁଁ କହିଲି ଏଠି ଏତେ ଲୋକ ହେଇଥିବେ ମାନେ ଆଙ୍କର ନିଶ୍ଚିତ ଭାବରେ କିଛି ସ୍ପେଶିଆଲ୍ ଥିବ। ତ ଭାଇଙ୍କ ପାଖରେ ଥିଲା ଖଟା ଦହିବରା, ମିଠା ଦହିବରା। ମୁଁ ଅର୍ଡ଼ର କରିଥିଲି ମିଠା ଦହିବରା। ଭାଇ ବର୍ତ୍ତମାନ ଦହିବରା ବାଢ଼ିବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଆସିଲା ଆଳୁଦମ୍। ଭାଇ ଆଳୁଦମ୍ଟା ପୁରା ମଟନ୍ କଷା ଟାଇପ୍ର ହେଇଥିଲା। ତାପରେ ଆସିଗଲା ପିଆଜ, ତାପରେ ସେଉ, ତାଙ୍କର ଯାହା ସବୁ ଦହି ଫହି ପକେଇକି ଯାହା ପକେଇକି ଦେବା କଥା ଦେଲେ। ଆଉ ଭାଇ ଟେଷ୍ଟଟା ନା କ'ଣ ଲାଗୁଥିଲା, ପୁରା ଜବରଦସ୍ତ ଟେଷ୍ଟ ଥିଲା। ତ ଯଦି ଆପଣମାନେ କେବେ କଟକ ଆସୁଛନ୍ତି ବା ବାରବାଟୀ ଷ୍ଟାଡ଼ିୟମ୍ ଆସୁଛନ୍ତି, ତ ଡେଫିନେଟଲି କୁନା ଟୁନା ଭାଇ ଦହିବରା ଟ୍ରାଏ କରିବେ। ଭାଇ ପୁରା ପଇସା ବସୁଲ, କିନ୍ତୁ କ୍ୱାଲିଟି ଥିଲା, ଆଉ କ୍ୱାଲିଟି ସହିତ ପଇସା ବି ସେମିତି ଥିଲା। ଆମେ ହାଫ୍ ପ୍ଲେଟ୍ ମଗାଇଥିଲୁ, କିନ୍ତୁ ହାଫ୍ ପ୍ଲେଟ୍ର ଦାମ୍ ଥିଲା